ଅଧିକା ପରିଶ୍ରମ କିଏ କରିଛି ମୁଁ ଦେଖିଛି। କିଏ କହିଲେ? କିଏ କହୁନାହାନ୍ତି ଆପଣ? ଆମର ଅର୍ଜୁନ ସାହୁ ଭାଇ। ଅର୍ଜୁନ ଭାଇ ତ ସେ ଅଞ୍ଚଳ ପାଇଁ ସବୁବେଳେ ପରିଶ୍ରମ କରିବେ ଆଉ କରୁଥିବେ କରୁଥିଲେ, କିନ୍ତୁ ଏ ମଞ୍ଚରେ ଆଜି ଅଧିକା ପରିଶ୍ରମ କିଏ କରୁଛି ଯେ ତମେ କହିଦବ ତମକୁ 3 ଟଙ୍କାର ଟିକିଲି ପ୍ୟାକେଟ ଦେବେ। କିଏ କୁହ? ପଳେ ସବୁ ଚାଲିଗଲାଣି ଜମା। ମୁଁ ଆଜ୍ଞା ଏଠି ଏତିକି ସମୟ ବସି ଦେଖୁଥିଲି, ମୋର ଭଉଣୀ ମାନେ ନାଚୁଥିଲେ, ମୋର ଭଉଣୀ ମାନେ ଗାଉଥିଲେ, ଭାଇ ମାନେ ଗାଉଥିଲେ, ଆମର ସାଉଣ୍ଡ ବାଲା, ଆମର ରିଦମ ପ୍ଲେୟର ମାନେ ସିଏ ବି ବଜାଉଥିଲେ, କିନ୍ତୁ ଗୋଟାଏ ଲୋକକୁ ଫୁର୍ସତ ନାହିଁ, ସିଏ ହଉଛି ଏଇଠି ଆଗରେ। ଯୋଉ ଗୀତ ବାଜିଲା ସେ ତାର ଚାଲିଲା। ମାନେ ଆପଣ ଟିକେ ବଜେଇଲେ ଟିକେ ହେଲେ ଅନ୍ କରନ୍ତୁ ପ୍ଲିଜ। ହଁ ମ୍ୟୁଜିକ ସହିତ ଆଉ ଯେତେ ନ ପାଇଲୁ ନନି ନୂଆ ଲଭର ଚିରିଦେଲୁ ଚିରିଦେଲୁ ଧରିଦେଲୁ ମୋର ଲଭଲେ କର ଚିରିଦେଲୁ ଧରିଦେଲୁ ମୋର ଲଭଲେ କର ଚିରିଦେଲୁ ଧରିଦେଲୁ ମୋର ଲଭଲେ କର ଚିରିଦେଲୁ ଧରିଦେଲୁ ମୋର ଲଭଲେ କର। ଆପଣଙ୍କ ନାଁ କଣ? ତ ଦେଖନ୍ତୁ ସିଏ କେତେ ପରିଶ୍ରମ, ମାନେ ମୁଁ ଭାବେ ରାମଦେବ ବାବାଙ୍କର ସବୁ ଯୋଗ ଏଇଠି ସରିଗଲା। ଟୋଟାଲି ସେ ପ୍ରୋଗ୍ରାମ ଆରମ୍ଭରୁ ଚାଲିଛି, ଏ ଲୋକଟି ଫୁର୍ସତ ନାହିଁ। ଆକୁ ଦୟା କରିକି 4 ଦିନ ଖଣ୍ଡେ ରେଷ୍ଟ ଦିଅ, ଆଉ ବରା ଘୁଗୁନି ଯାହା ଅଛି ଜଳଖିଆ ଦିଅ। ମୁଣ୍ଡିଆ ମାରିଦିଏ। ହଁ ମୁଣ୍ଡିଆ ସବୁ ଏମିତି ମାରନ୍ତି, ମୁଣ୍ଡିଆ କେମିତି ମାରନ୍ତି ଜାଣିଛ? ଆଉ କେମିତି ମୁଣ୍ଡିଆ। ତ ଉତ୍ତମ ଭାଇ ଥ୍ୟାଙ୍କ ୟୁ। ତ ଉତ୍ତମ ଭାଇ ଆପଣଙ୍କୁ ଗୋଟେ କଥା ଆଜି ପଚାରିବି ମଞ୍ଚରେ। ଠିକ ଅଛି। କେତୋଟି କଥା ପଚାରିବି, ଆପଣ ଆନ୍ସର ଦେବେ ପ୍ଲିଜ। ଆଚ୍ଛା, ଆପଣଙ୍କ ଟାଇମରେ ଯାତ୍ରା ନାଟକ ସବୁ ଗାଁରେ ହଉଥିଲା? ତ ସେତେବେଳେ ଚେୟାର ଲାଇଟ ଏତେ ନଥିଲା, ସେତେବେଳେ ଥିଲା କଣ ନା ଲୋକ ସବୁ ଅଖା, ଲୋକ ସବୁ ମସିଣା ସପ ଧରିକି ଚାଲିଥିବେ, 4ଟା ବେଳୁ ନିଜ ଜାଗା ପକେଇଲେ। ଷ୍ଟିଲ ଚେୟାର ନଥିଲା, ପ୍ଲାଷ୍ଟିକ ଚେୟାର କିଛି ନଥିଲା। ଆଚ୍ଛା, ସେତେବେଳେ ଯଦି ତୁମେ ମୋ ଜାଗାରେ ବସି ଯାଇଛ, ହଠାତ୍ ଗୋଟେ ଲୋକ କହିବ ମୋ ଜାଗାରେ, ଯେମିତି ମାନେ 3 ଗୁଣ୍ଠୁ ଜମି ନେଇଗଲା ସେଇଭଳିଆ ଟେନସନ। ତ ଆମ ଗାଁରେ ଗୋଟେ ଯାତ୍ରା ହଉଥାଏ, ମୋ ବାପାଙ୍କ ନିର୍ଦ୍ଦେଶନା, ଓ ଦାଦା ପ୍ରଥମେ ଭିଲିଆନ ରୋଲ କରୁଥିଲେ। ଜଣେ ଦାଦା ହେବେ, ସେ ଭିଲିଆନ ରୋଲ କରୁଥିଲେ, ପ୍ରଥମ ଭିଲିଆନ ରୋଲ କରୁଛନ୍ତି। ଆଚ୍ଛା, ସବୁଠୁ ଇଣ୍ଟରେଷ୍ଟିଂ ଯେତେବେଳେ ନାଟକ ହୁଏ ଗାଁରେ, ସ୍ତ୍ରୀ ଲୋକମାନେ ବହୁତ ଇମୋସନାଲ। ଯେତେବେଳେ ଭିଲିଆନ ବାହାରିବ କି ହିରୋ ବାହାରିବ, ସେମାନେ ସେମିତି ଦେଖୁଥିବେ। ମନେକର ଭିଲିଆନ ବାହାରିଲା, ସବୁଦିନ ପାଇଁ ମୁଁ ତ ପରିବାରକୁ ଛାରଖାର କରିଦେବି। এইଭଳି ପ୍ରକାରରେ ଡାଇଲଗ ଚାଲିଥିବ, ସ୍ତ୍ରୀ ଲୋକମାନେ ଅନେଇଥିବେ। ହଠାତ୍ ଗୋଟାଟା ସ୍ତ୍ରୀ ଲୋକ ବହୁତ ଇମୋସନାଲ, ସିଏ ହଠାତ୍ କହିବ ଏ ଜଗନ ସେ କେତେବେଳେ ମରିବ କେଜାଣି, ଭାରି ହଇରାଣ କରୁଛି ତାଙ୍କ ଫ୍ୟାମିଲି। ଆଚ୍ଛା, ସିଏ ଯେତେବେଳେ ବିଚାରି ଦେଖୁଥିବ, ହଠାତ୍ ତା ସାଙ୍ଗରେ ଛୁଆ ବଇଥିବେ, ଛୁଆଙ୍କର ନାଟକ ଫାଟକରେ ମତଲବ ନାହିଁ, ସିଏ ହଠାତ୍ କହିବ ବୋଉ ବୋଉ ପାମ୍ପଡ଼ ଖାଇବୁ। ମାନେ ଗୋଟେ ଲଭ୍ ସିନ୍ ଚାଲିଥିବ, ସେ କହୁଥିବ ପାମ୍ପଡ଼ ଖାଇବୁ, ବୋଉ ବୋଉ ଚାଟ ଖାଇବୁ। ସେଠୁ ତା ମା ଜଣକ ବିରକ୍ତି ହବ, ହଠାତ୍ ଉଠିବ ବାପା କୋଉଠି, ଦେଖିବ ବାପା ତା ସାଙ୍ଗ ସହିତ ବିଡି ଟାଣୁଛି। ଆଚ୍ଛା, ସ୍ୱାମୀ ଜଣକ ସବୁ ଛୁଆଟିକି ଧରି ଟୁଙ୍ଗ ହେଇ ଚାଲିବେ। ଯେତେବେଳେ ଯିବେ, ଛୁଆଟି ଯେତେବେଳେ 100 ଦୋକାନ ଦେଖିଦବ, କୋଉଟା ଖାଇବ, ନା ପାମ୍ପଡ଼ ଖାଇବ ନା ଚାଟ ଖାଇବ, ସବୁ ଖାଇଦବ। ଖାଇଦେଇକି ଆସିକି ଯାତ୍ରା ପଡ଼ିଆରେ ବସିଗଲା ପରେ କି 1999ର ମହାବାତ୍ୟା ଫାଇଲିନ ହୁଦୁ ହୁଦୁ ସବୁ ପଞ୍ଚ କରିକି ଗୋଟେ ସୁଲକା ପବନ ଯିବ। ସମସ୍ତେ ନା ଏତେ ଆବାଜ ଅଲଗା, ସମସ୍ତେ କଥାବାର୍ତ୍ତା ହଉଥିବେ, ତମେ ନା ଇଏ ନା ସିଏ ନା, ତ ସମସ୍ତେ ସମସ୍ତଙ୍କୁ ଦୋଷ ଦଉଥିବେ। ପୁରା ଲଭ୍ ସିନ୍ଟା ଯାତ୍ରାରେ ଚାଲୁଥିବ, କିନ୍ତୁ ଇଏ ପୁରା ପରିବେଶ ଦୂଷିତ କରିଦବ। ସବୁଠୁ ଯାତ୍ରାର ଅଧିକା କଷ୍ଟକର ଆପଣ ଜାଣିଛନ୍ତି? କୁହନ୍ତୁ ଭିଲିଆନ, ହିରୋ, ନାୟିକା ଯିଏ ବାଉଁଶ ବାନ୍ଧେ ନା, ସବୁଠୁ ଅଧିକା କଷ୍ଟକର ନା ଯିଏ ସାଇକେଲ ଷ୍ଟାଣ୍ଡ ଦାୟିତ୍ୱରେ ଥବ, ତା ଜୀବନ ପଳେଇଥବ, ନାଟକ ଦେଖିନଥବ, ସେ ଘଣ୍ଟାକୁ କୋଳି ତଳ ଇଏ ରଘୁଆ ଭାଇ ତମ ସାଇକେଲ ଚାବିଟି ମିଳିଯାଇଛି, ମଦନ ଭାଇ ହାତରେ ମୁଁ ଦେଇ ପଠେଇଛି। କା ଛୁଆ କାନ୍ଦୁଛି ତ ସେ ଘଣ୍ଟାକୁ 20 ଥର ଖାଲି ଆନାଉନ୍ସ କରିବ। ତେଣୁ ତା ଜୀବନରେ ସେ ଟୋଟାଲି ଦାୟିତ୍ୱ ନେଇଥବ, ଗାଡି କୋଉଠି, ସାଇକେଲ କୋଉଠି। ତେଣୁ ଯେତେବେଳେ ଯାତ୍ରା ଆରମ୍ଭ ହେଲା, ଆମ ଦାଦାଙ୍କର ଡାଇଲଗ ଥିଲା, ତ ମଥାର ସିନ୍ଦୁର
ଆଉ ତୋ ହାତର ଶଙ୍ଖାକୁ ସବୁଦିନ ପାଇଁ ଲିଭେଇ ଦେବି। ତାଙ୍କର ପ୍ରଥମ ଦିନର ପ୍ରଥମ ରୋଲ ତ ସିଏ ଯେତେବେଳେ ମଞ୍ଚକୁ ଆସିଲେ ଗାଁ ଛୁଆ ସବୁ ତାଳି ମାରିଲେ, ଆମ ଗାଁ ପିଲାଟା ଭିଲିଆନ ହେଇଛି, ତ ସିଏ ଯେତେବେଳେ ଷ୍ଟେଜକୁ ଆସିଲେ ପୁରା ଭିଲିଆନ ମ୍ୟୁଜିକ ବାଜିଲା, ସେ ମଞ୍ଚକୁ ଆସିଲେ ନର୍ଭସ ହେଇକି ଡାଇଲଗ ଚେଞ୍ଜ କରିଦେଲେ। ଓ କଣ କହିଲେ? ସବୁଦିନ ପାଇଁ ତୋ ମଥାର ଶଙ୍ଖା ଆଉ ତୋ ହାତର ସିନ୍ଦୁରକୁ ନିଭେଇ ଦେବି। ଶୁଣୁ ଯେ ପ୍ରମ୍ପଟିଂ କରୁଥିଲା, ଆବେ ହାତର ସିନ୍ଦୁର କଣ କହେ, ମଥାର ସିନ୍ଦୁର କହ, ଆରେ ଆବେ ମଥାର ସିନ୍ଦୁର କହ। ଇଏ ପ୍ରମ୍ପଟିଂ ଶୁଣୁଛନ୍ତି, ସିଏ ବି ସିଏ କହୁଛନ୍ତି ଆରେ ମଥାର ସିନ୍ଦୁର କହ, ମାନେ ସିଏ ବି ନିଜେ ଟୋଟାଲି ଭୁଲ କରୁ। ତ ସେତେବେଳେ ଗାଁର ଯାତ୍ରା ନାଟକ ବା ଯେକୌଣସି କାର୍ଯ୍ୟକ୍ରମ ଦେଖିବାକୁ ଲୋକମାନଙ୍କ ଭିତରେ ଇଣ୍ଟରେଷ୍ଟ ଥିଲା। ତ ଆଜି ବି ସେମିତି ଏ ମଞ୍ଚକୁ ଯେଉଁ ବ୍ୟକ୍ତି, ଯେଉଁ ମହାନ ବ୍ୟକ୍ତି ଆୟୋଜନ କରିଛନ୍ତି ଆପଣ ମାନଙ୍କ ଅର୍ଜୁନ ଭାଇଙ୍କ ପାଇଁ ଗୋଟେ ଜୋରଦାର କରତାଳି ହଉ। ମୋ କହିବାର ଉଦ୍ଦେଶ୍ୟ ଏଇଟା ଥିଲା ଯେ ସେଦିନ ମହାଭାରତ ଯୁଦ୍ଧରେ ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ରହି ମହାଭାରତ ଯୁଦ୍ଧର ଅନ୍ତିମ କରିଥିଲେ, କିନ୍ତୁ ଆଜି ଆମ ଗାଁର ଅର୍ଜୁନ ଭାଇ, এই ଅଞ୍ଚଳର ଅର୍ଜୁନ ଭାଇ ଏତେ ସୁନ୍ଦର ପ୍ରଭୁଙ୍କର ମନ୍ଦିରଟି ସ୍ଥାପନା କରିଛନ୍ତି, ତାଙ୍କ ପାଇଁ ଜୋରଦାର କରତାଳି ହଉ। ନା କଣ କହିବେ ଉତ୍ତମ ଭାଇ? 2018 ମସିହାରେ ଅର୍ଜୁନ ଭାଇ ମନ୍ଦିର ସ୍ଥାପନ କରିଥିଲେ। ଆଉ ଗୋଟେ କଥା କହିବାକୁ ଚାହିଁବି, ଅର୍ଜୁନ ଭାଇ ବହୁତ ଗରିବ ଫ୍ୟାମିଲିରୁ ଆସି ଆଜି ଏହି ମଞ୍ଚ ଉପରେ ପହଞ୍ଚୁଛନ୍ତି। ସେହି ଠାକୁରଙ୍କର ଆଶୀର୍ବାଦ, ତାଙ୍କର ଭଲ ପାଇବା, ଲୋକମାନଙ୍କୁ ଭଲ ପାଇବା ଦେବା, ଏଇଟା ନିହାତି ଦରକାର। କାରଣ ଅର୍ଜୁନ ଭାଇ କେବେ ପଛକୁ ଫେରି ନାହାନ୍ତି କି ଭାଙ୍ଗି ପଡିନାହାନ୍ତି। ସେଥିପାଇଁ ଆମର ଗୋଟେ ସୁନ୍ଦର ଗୀତଟି ଅଛି, ଝରି ଝରଣା ସାଗରରେ ମିଶାଇ ଯାଇ, ତାପରେ ଜହ୍ନ ହୁଇଲେ ସାଗରରେ ଫୁଟାଇ କଇଁ, এই জীবন তুম আম নৌকা ডোরি, যেতে আসিলে ঝড় ঝঞ্ঝা জীবানী ডরি, সাথে ভুলিবা নাই আর জন্ম পাই, তুমি তুম জীবন সাথী, এমিতি রাখি সে যে অভুল স্মৃতি, ଅର୍ଜୁନ ଭାଇ ପ୍ରକୃତରେ ସେ ଡରି ନାହାନ୍ତି, ସେ ପଛେଇ ଯାଇନାହାନ୍ତି। କୋଭିଡ ଟାଇମରେ ଲୋକମାନଙ୍କୁ ମାସ୍କ ମଧ୍ୟ ଦେଇଛନ୍ତି, ବାଣ୍ଟିଛନ୍ତି ଏବଂ ଲୋକମାନଙ୍କୁ ଖାଦ୍ୟଠୁ ଆରମ୍ଭ କରି ଅନେକ ସାହାଯ୍ୟ କରିଛନ୍ତି। ତେଣୁ ମୁଁ ଅନୁରୋଧ କରିବି ତାଙ୍କର ଆହୁରି ଉନ୍ନତି ହଉ, କାରଣ ମୁଁ ନିଜେ କହୁଛି ଯେତେବେଳେ କୋଭିଡ ଚାଲିଥିଲା ସେ ସମୟରେ ଲୋକମାନେ କି ହଇରାଣ ହେଇଥିଲେ। ଲୋକମାନେ ଖାଇବାକୁ ପାଇନାହାନ୍ତି, ଲୋକମାନେ ପିନ୍ଧିବାକୁ ପାଇନାହାନ୍ତି, ଲୋକମାନେ ଚାଲିବାକୁ ରାସ୍ତା ପାଇନାହାନ୍ତି, ଗୋଟାଏ ଘରେ ସେମିତି ପଡିକି ରହିଥିଲେ। କିନ୍ତୁ ଅର୍ଜୁନ ଭାଇ ଲୋକମାନଙ୍କୁ ସାହାଯ୍ୟ କରିଥିଲେ। ସେଥିପାଇଁ ସେ ମହାନ ବ୍ୟକ୍ତି ଅର୍ଜୁନ ଭାଇଙ୍କ ପାଇଁ ଗୋଟେ ଜୋରଦାର କରତାଳି ହଉ। ଜୟ ଜଗନ୍ନାଥ, ପ୍ରଭୁ ଶ୍ରୀରାମ ତାଙ୍କର ଉତ୍ତରତର ଉନ୍ନତି କରନ୍ତୁ। ଆଉ ଗୋଟିଏ କଥା କହିବାକୁ ଚାହିଁବି, ହଁ। ସେ କୋଉ ପାର୍ଟିରେ ନାହାନ୍ତି, ନିଜ ସ୍ୱ ଅର୍ଜିତ ସମ୍ପତ୍ତି ଲୋକମାନଙ୍କୁ ବାଣ୍ଟୁଛନ୍ତି। କୋଭିଡରେ ବି ନିଜ ସ୍ୱ ସମ୍ପତ୍ତି ସେ ବାଣ୍ଟିଛନ୍ତି, ନିଜ ସ୍ୱ ପକେଟରୁ ସମସ୍ତ ଗରିବ ମାନଙ୍କୁ ସାହାଯ୍ୟ କରୁଛନ୍ତି। ସେଥିପାଇଁ ସେଭଳିଆ ବ୍ୟକ୍ତିକୁ ସଦାବେଳେ ଆମେ କହିବି ହ୍ୟାଟ୍ସ ଅଫ୍। ସମସ୍ତ ଶ୍ରୋତାବନ୍ଧୁ ମାନଙ୍କୁ ନମସ୍କାର, ତାଙ୍କ ପାଇଁ ଜୋରଦାର ତାଳି ହଉ। ସଦାବେଳେ ପ୍ରେମ ଥାଉ, ଶ୍ରଦ୍ଧା ଥାଉ, ତାଙ୍କ ପ୍ରତି ଆଶୀର୍ବାଦ ଥାଉ। ଜୟ ଜଗନ୍ନାଥ, ଥ୍ୟାଙ୍କ ୟୁ ଅର୍ଜୁନ ଭାଇ। ତ ଉତ୍ତମ ଭାଇ ଗୋଟେ କଥା କହିବି ଆପଣଙ୍କୁ, ମୁଁ କହିଥିଲି କେତେ ପ୍ରଶ୍ନ ପଚାରିବି। ଆଚ୍ଛା ଉତ୍ତମ ଭାଇକି ପଚାରିବା। ଆଚ୍ଛା ଏଇଠି ଦେଖ, ଏଇଠି ଦେଖ, କଣ ଇଏ କାର୍ପେଟ? କଣ କାର୍ପେଟ? କିଛି ନାହିଁ, ଟୋଟାଲ କାର୍ପେଟ କାର୍ପେଟ ପଡୁଛି ନା, ସେ ପଡିଛି। ମୁଁ କହିଲି ଏଇଠି ଦେଖ, କିଛି ଅଛି କି? ଆଉ କିଛି ନାହିଁ, ଖାଲି ଫାଙ୍କା ପବନ। ମନେ କର ଏଇଠି ବାଘଟିଏ ଅଛି। ବାଘ? ବାଘ? ବାଘ କାହିଁ କାହିଁ ଏଠି କାହିଁ ପଚାର? ମନେ କର, ମନେ କର ବାଘଟିଏ ଅଛି, ତା ଆଗରେ 3 କିଲୋ ମୁଁ ମଟନ ଥୋଇଦେଲି, ବାଘ ଖାଇବ ନା ନାଇଁ ପଟକିନା କୁହ, ହଁ କି ନାଇଁ? ଖାଇବ। ଛେନା ଗୁଡ କରିବ ନା? ଆଉ ଇଏ ବାଘଟା ଥିଲା ଭେଲଭେଟର, ଖାଇବ କେମିତି? ଓ ଭେଲଭେଟ ଅଛି। ତ ମୁଁ କହିଲି କି ବାଘ ସତରେ କି ମିଛରେ? ନାଇଁ, ଆଚ୍ଛା ନାଇଁ। ବର୍ତ୍ତମାନ ବାଘ ସତରେ ଖାଇବ ନା ନାଇଁ? ନାଇଁ, ଖାଇବନି। କାହିଁକି? ଭେଲଭେଟର ବାଘ ପରା ସତରେ ହେଇଗଲା ବା, ସତ ହେଇଗଲା। ହଁ। ଆଚ୍ଛା ଆଚ୍ଛା, ଖାଇବନି, କାରଣ ମାଂସଟା ପ୍ଲାଷ୍ଟିକର।
ମାଂସ ତ ବର୍ତ୍ତମାନ ଦି ଜଣ ଯାକ ସତରେ ହେଇଗଲେ, ଖାଇବେ ନା ନାଇଁ? ସତରେ ପୁରା ରିଏଲ ବାଘ ରିଏଲ ମାଂସ ଖାଇବେ ନା 100% ଖାଇବେ ଆଉ। ଟୋଟାଲି ଖାଇବନି, କାରଣ ମାଂସ ଟିଭି ଭିତରେ ବାଘ ପତାରେ। ଆଚ୍ଛା ବର୍ତ୍ତମାନ ଦି ଜଣ ଯାକ ଟିଭି ଭିତରେ ଖାଇବେ ନା ନାଇଁ? ଧୀରେ ଧୀରେ ଖାଇବେ ଖାଇବେ, ହଁ 100%। କିନ୍ତୁ ମୁଁ କହିବି ଖାଇବେନି, କାରଣ ବାଘ ଜି ସାର୍ଥକରେ ମାଂସ ହଉଛି ତରଙ୍ଗ ଚ୍ୟାନେଲ। ଆଚ୍ଛା ଦି ଜଣ ଯାକ ତରଙ୍ଗ ଚ୍ୟାନେଲ ପଳେଇଲେ ଗୋଟେ ପ୍ରୋଗ୍ରାମକୁ, ଖାଇବେ ନା ନାଇଁ? ସେ ଗୋଟେ ଚ୍ୟାନେଲରେ ଥିବ, ଗୋଟେ ଏପିସୋଡ ଥିବ, ସେ ଅଲଗା ଏପିସୋଡ ଥିବ, ଖାଇବେନି। ନା। ଯଦି ଗୋଟେ ଜାଗାରେ ଥିବ ଖାଇବ। ଟୋଟାଲ ଖାଇବେନି, କାରଣ ବାଘ ଟିକେ ଖାଇଲା ବେଳକୁ ଲାଇନ ପଳେଇଲା। ଆଚ୍ଛା ଆଉ ଗୋଟେ କଥା ପଚାରିବି ଆପଣଙ୍କୁ, ଗୋଟା ସମବାହୁ ତ୍ରିଭୁଜ ଗଣିତ ତମର ହୁଏ? ଭୂଗୋଳରେ କେତେ ଥିଲା? ଭୂଗୋଳ ତ କିଛି ନଥିଲା। କିଛି ନଥିଲା। ମୁଁ ବିକମ୍ MBA LLB ଓକିଲ ଗୋଟେ। ତମେ ତ ତା ପରେ ଓକିଲ, ହଁ। କିନ୍ତୁ ତା ପୂର୍ବରୁ ତମେ ସ୍କୁଲରେ ଭୂଗୋଳ ପଢିନ, ଇତିହାସ ପଢିନ, ହଁ ପଢିଛି ଅଙ୍କ ପଢିନ? ଅଙ୍କ ପଢିଛି। ଗଣିତରେ ଭଲ ହଉଥିଲା? ହଁ ଗଣିତରେ ଭଲ ହଉଥିଲା। ଯେମିତି ହଁ ଭଲ ହଉଥିଲା। ଆଚ୍ଛା ହଁ। ତ ମୁଁ ତମକୁ ଗୋଟେ ଯେମିତି ପାଠ ପଚାରୁଛି, ଗୋଟେ ସମବାହୁ ତ୍ରିଭୁଜ, ସମବାହୁ ତ୍ରିଭୁଜ ମିନ୍ସ ଯାହାର ତିନିଟା ଯାକ ବାହୁ ସେଇଟା କଣ? ସମାନ, ନାଇଁ କି? ହଁ ହଁ ତ ଏ କୋଣରୁ ବି କୋଣ ଯେତିକି ସମୟ ଗୋଟେ ରାସ୍ତା, ସି କୋଣରୁ ଏ କୋଣ ସେତିକି ସମୟ ରାସ୍ତା, ବି କୋଣରୁ ସି କୋଣ ସେତିକି ରାସ୍ତା, ଏ ବି ସି ସମବାହୁ ରାସ୍ତା ଗୋଟେ ଅଛି। ଗୋଟେ ଟ୍ରକ୍ ଆମର ବାହାରିଲା ଏ କୋଣରୁ ବି କୋଣକୁ, ତାକୁ ଲାଗିଗଲା କେତେ ସମୟ ନା ଘଣ୍ଟାଏ 30 ମିନିଟ୍। ଆଚ୍ଛା ବି କୋଣରୁ ସି କୋଣ ଲାଗିଲା, ତାକୁ ଲାଗିଲା ଘଣ୍ଟାଏ 30 ମିନିଟ୍। ଆଚ୍ଛା କିନ୍ତୁ ସି କୋଣକୁ ଏ କୋଣ ଥରେ ଗଲା, ତାକୁ ପଟନା 90 ମିନିଟ୍ ଲାଗିଲା। କାହିଁକି? କଣ ହେଲା ବାଟରେ, କଣ ଅସୁବିଧା ହେଲା ମତେ ଆପଣ ବୁଝେଇ କୁହନ୍ତୁ। ସେ ଜଲ୍ଦି ପଳେଇଲା ବୋଧେ। ଆଉ ତାର ମାନେ ତା ଶାଳୀ କଥା ମନେ ପଇଲା, ଭାବିକି କୁହ, ତମେ କୁହ। ଏ କୋଣରୁ ବି କୋଣ ହେଲା ଘଣ୍ଟାଏ 30, ବି କୋଣରୁ ସି କୋଣ ହେଲା ଘଣ୍ଟାଏ 30, ସି କୋଣରୁ ଏ କୋଣ ତାକୁ କାହିଁକି ଲାଗିଲା 90 ମିନିଟ୍? ଆପଣ କୁହନ୍ତୁ ମତେ, ଏଇଠି ମୁଁ ଆପଣଙ୍କୁ ଗୋଟେ ପ୍ରାଇଜ ଦେବି। କୁହନ୍ତୁ କୁହନ୍ତୁ। ନାଇଁ ସିଏ କହିବେ, ତମେ କହିଦବ, ମୁଁ ଜାଣିଛି ତମେ କହିଦବ। ଇଏ କୁହନ୍ତୁ, ଇଏ 3 ଥର ମାନେ ଛେପ ଢୋକିଲେଣି। ହଁ ଭାଇ କୁହ। ହଁ 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 ଆଚ୍ଛା ମୁଁ ଗୋଟେ ପ୍ରଶ୍ନ ପଚାରିବି ଭାଇ ଭାଇ। ନାଇଁ ମୁଁ ମତେ ଲାଗୁଛି ଇଏ ତାମାନେ କପି କରି ପାସ୍ କରୁଛନ୍ତି। ଆରେ ଘଣ୍ଟାକ 60 ମିନିଟ୍ ପ୍ଲସ୍ 30 ଲବେଲ। ମୁଁ କନଫ୍ୟୁଜ ହେଇଗଲି। ଆଚ୍ଛା ଆଚ୍ଛା, ଆଉ କଣ ପଚାରିବା ମତେ ପଚାର। 100ରୁ 10 କେତେ ଥର ମାଇନସ୍ ହବ? ମୋ ଇଚ୍ଛା। ନାଇଁ ନାଇଁ, ଆଉ ତମ ଇଚ୍ଛା ନାହିଁ, ମୋ ଇଚ୍ଛାରେ ଉତ୍ତରଟି ଦେବେ। ଆଉ ତମେ ତାହେଲେ 100ରୁ 10 କେତେ ଥର ମାଇନସ୍ ହବ? ହଁ ହେଲେ କେତେ ଥର ମାଇନସ୍ ହବ? କାହିଁକି ମାଇନସ୍ ହବ? ମୁଁ ପଚାରୁଛି ପରା। 100ରୁ 10 ଥର ମାଇନସ୍ ହବ। ଇରେ କାହିଁକି ମାଇନସ୍ ହବ? ନାଇଁ 10 ଥର କାହିଁକି? ମୁଁ ପଚାରୁଛି କେତେ ଥର ମାଇନସ୍ ହବ? 100ରୁ 10 କେତେ ଥର ମାଇନସ୍ ହବ? 100ରୁ 10 କେତେ ଥର ମାଇନସ୍ ହବ? ଥରେଟା ହେଇପାରିବ। ଶୁଣନ୍ତୁ ମୁଁ ଗୋଟେ କଥା, 100 ଅଛି, 10 କେତେ ଥର ମାଇନସ୍ ହବ? ଥରେ ମାଇନସ୍ ହବ, କାହିଁ ହବ? ଥରେ ମାଇନସ୍ ହବ। ଭାଇ ପାଇଁ ତାଳି ହବ। ହଁ ଥରେ ମାଇନସ୍ ହେଲେ ଶୂନ। ଭାବିଲେ ଟାଇମ୍ ନେଲେ ଭାବିଲେ। ତମକୁ 100ରୁ 10 କେତେ ଥର ମାଇନସ୍ ହବ? 10 ଥରେ ମାଇନସ୍ ହେଲେ ଶୂନ ତ ରହିଲା। ହଁ ଆଚ୍ଛା ତମକୁ ଆଉ ଗୋଟେ କଥା ପଚାରିବି, ହଁ ପଚାର। ତମେ କେତେ ବାହାର ବିଦେଶୀ ଲୋକଙ୍କ ସହିତ ମିଶିଛ? ଆଚ୍ଛା ତମେ ତ ନିଜେ ଦେଖାଉଛ ଯେମିତି ମାନେ ଲଣ୍ଡନର ଛୁଆ ଭଳିଆ, ତମ ସ୍କିନ୍ ଟୋନ୍ ଛୁଆ। ତ ମୁଁ ତୋର ହଠାତ୍ ଜଣେ ଫରେନର ସହିତ ଭେଟ ହେଲା, ସେ ହଠାତ୍ ଆମ ଓଡ଼ିଶା ଆସନ୍ତି, କାରଣ ଆମ ଓଡ଼ିଶା ହେଲା ଆମ ଓଡ଼ିଶା ଭାରତ ମାଟିର ଦେବଭୂମି। ଆମର କୁହାଯାଇଛି ଅତିଥି ଦେବ ଭବ। ଯେତେ ପର୍ଯ୍ୟଟକ ଆସନ୍ତି ଆମ ଓଡ଼ିଆ ଲୋକମାନେ କି ଆମ ଭାରତୀୟ ମାନେ ସେମାନଙ୍କୁ ରେସ୍ପେକ୍ଟ ଦିଅନ୍ତି। ତ ବିଦେଶୀ ମାନେ ବାରମ୍ବାର ଆସନ୍ତି, କାହିଁକି ନା ଭାରତରେ ସବୁ ଜାଗା ଅଛି ଯୋଉ ଜାଗା ଦେଖିଲା ଭଳିଆ। ତ ହଠାତ୍ ମତେ ଜଣେ ଫରେନର ଭେଟ ହେଲେ, ମତେ କହିଲେ ହାଲୋ। ମୁଁ କହିଲି ମୁଁ ଇଏ କଥା କହୁଛି ନା ଗୋଡ଼ି ଚହୁଛି? ହାଲୋ। ମୁଁ କହିଲି ୟା ମା ଗାଲୁଆ। ଆଚ୍ଛା ହ୍ୱାଟ୍ସ ୟୋର ନାମ୍? ମୁଁ କହିଲି ପ୍ରଜାନନ୍ଦ ଖଟୁଆ। ନା ତମେ ଓଡ଼ିଆ? ମୁଁ କହିଲି ନା ମୁଁ ବଙ୍ଗାଳିଆ। ଓଡ଼ିଆ ୟା ଆଇ ଏମ୍ ଓଡ଼ିଆ। ନା ରିଅଲି ୟୁ ଆର୍ ଓଡ଼ିଆ? ମୁଁ କହିଲି ଆମ ଆଧାର କାର୍ଡ ଦେଖି ହଉଛି ବା ଓଡ଼ିଆ। ନା ତମେ ଯଦି ଓଡ଼ିଆ ଲୋକ, ତମେ ମାନେ ସକାଳୁ ଉଠିଲେ କଣ ଖାଉଛ? ମୁଁ କହିଲି ସକାଳୁ ଇଟା ଭେଦେଇକି ଖାଉଛୁ, ରାତିକି ପଥର ଖାଉଛୁ, ଗୋଡ଼ି ଖାଉଛୁ। ଇରେ ଆମ ଓଡ଼ିଆ ଲୋକ ଯେତିକି ଖାଦ୍ୟ ଖାଉଛନ୍ତି ତମ ଜୀବନରେ ଖାଇ ନଥିବ। କାରଣ ମୁଁ ଥରେ ବମ୍ବେ ଯାଇଥିଲି, ଏଇଠି ବମ୍ବେରେ କହିଲେ ହମାରା यहाँ पे ବଡ଼ା ପାଓ ଖାओ, ବଡ଼ା ପାଓ। ମୁଁ ଭାବିଲି 50 ଫୁଟର ଗୋଟେ ପାଉରୁଟି ହେଇଥିବ, ଆଉ ଦେଖିଲା ବେଳକୁ ଏଡ଼ିକି ବାଇକ ବେସନରେ ଛାଣି ଖାଉଛୁ, ତା ନା ବଡ଼ା ପାଓ। ମୁଁ କହିଲି ଆମ ଓଡ଼ିଶାରେ ଯେତିକି ଖାଦ୍ୟ, ଆମର ଜଗନ୍ନାଥ ମହାପ୍ରଭୁ ଯେତିକି ଖାଦ୍ୟ ଖାଉଛନ୍ତି, ଯେତିକି ପ୍ରସାଦ ଲାଗୁଛି, 60 ପାଉରୁଟି ଭୋଗରୁ ତୁମରି
घड़ी तो नेनी हरी षाठिए पौटी भोरू तुम्हारी घड़ी तो नेनी हरी भगवान षाठिए पौटी खाऊଛନ୍ତି ତମେ ପଚାରୁଛ ଆମେ କ'ଣ ଖାଉଛୁ ନା ହଁ ଆପଣ ମାନେ ଖାଉଛନ୍ତି ମୁଁ କହିଲି ଶୁଣନ୍ତୁ ଆମ ଘରେ ଭାତ ଥାଳି ଚାରିପଟେ ବୋଉ ଯେତିକି ଆଇଟମ ଆଳୁରେ ଗୋଳୁଛି ଆଳୁ ଭଜା ଆଳୁ ଚୁନଚୁନ ଆଳୁ ଶାଗ ଭଜା ଆଳୁ ଆଳୁ ସଜନା ଛୁଇଁ ଆଳୁ ଚୁଙ୍ଗୁଡ଼ି ଆଳୁ ମଟନ ଆଳୁ ମାଛ ଆଳୁ ଶୁଖୁଆ ଗୋଲ ଗୋଲ ଆଳୁ ଚେକା ଚେକା ଆଳୁ ଆଳୁ ଭର୍ତ୍ତା ଆଳୁ ସିଝା ଆଳୁ ପୋଡ଼ା ଆଳୁରେ ବା 22 ପ୍ରକାର ତମେ କ'ଣ ମୁଁ ଖାଇବା ଶିଖେଇବ ମଣ୍ଡା ପିଠା ଖାଉଛୁ ନାଇଁ କି ବିଭିନ୍ନ ଜିନିଷ ଆମେ ଖାଉଛୁ ନା କ୍ଷମ ପିଲାମାନେ ଏବେ କ'ଣ ଖାଉଛନ୍ତି ମୁଁ କହିଲି ମାଗି ଖାଉଛୁ ନା ମାଗି ଖାଉଛନ୍ତି ମାନେ ପ୍ରକୃତରେ ସେ କହିବା କଥା ଯେ କ୍ଷମ ଲୋକମାନେ ଆଗରୁ ଚୁଡ଼ା ଗୁଡ଼ ଖାଉଥିଲା ଚକୁଳି ପିଠା ମଣ୍ଡା ପିଠା ଖାଉଥିଲା ବର୍ତ୍ତମାନ କ୍ଷମ ପିଲାମାନେ ଚାଇନିଜ ଫୁଡ ଖାଉଛନ୍ତି ତ ପ୍ଲିଜ ଆପଣମାନେ ସମସ୍ତେ ନିଜ ଦେଶୀୟ ଖାଦ୍ୟ ଖାଆନ୍ତୁ ନିଜ ଜନ୍ମଭୂମିର ଖାଦ୍ୟ ଖାଆନ୍ତୁ ତାହେଲେ ଆପଣମାନେ ହୃଷ୍ଟପୁଷ୍ଟ ରହିବେ ନିଜ ଜନ୍ମଭୂମିର ଖାଦ୍ୟ ଓଡ଼ିଆ ମାଟିର ଖାଦ୍ୟ ଖାଆନ୍ତୁ ସେ ଫରେନ୍ ଖାଦ୍ୟ ସେ ଚାଇନିଜ ଫୁଡକୁ ଆପଣମାନେ ସମସ୍ତେ ଘୃଣା କରନ୍ତୁ ମୋର ସମସ୍ତ ଅନୁରୋଧ ସେ ଫରେନରଙ୍କର କହିବା କଥା ସେଇଆ ସେଥିପାଇଁ ଆମର ଖୋକା ଭାଇଙ୍କର ଗୋଟେ ମାନେ ଖୋକା ଭାଇ କହୁନି ଆମର ଓଡ଼ିଆ ସିନେମାର ଗୋଟେ ସୁନ୍ଦର ଗୀତ ଅଛି ଆମ ଓଡ଼ିଶାର ଖାଦ୍ୟକୁ ନେଇକି ଏ ଆସ କିଏ ଖାଇବ ये किए खाइबो हम राजा बाबू घर खाना आस किए खाइबो हम राजा बाबू घर खाना मोटा का केरा आरिसा पिठा मोटा का केरा आरिसा पिठा बनई छी एई नौना खाइबा किए खाइबो हम राजा बाबू घर खाना साले पुरर रसगोला रसगोला ଆଉ ପିପିଳିର ଦୁଧୁ ଛେନା ଭାଇନା କିଏ ଖାଇବ ଆମର ବାବୁ ଘର ଖାନା ଡିଜେ ତ ଦର୍ଶକ ବନ୍ଧୁ ତେଣୁ ଆମ ଓଡ଼ିଶାର ଆଉ ଗୋଟେ କଥା ମୁଁ ପଚାରିବାକୁ ଚାହିଁବି ଗୋଟେ ହିନ୍ଦୀରେ କହିବି ଆପଣ ଆଜି ଏଇ ପ୍ରୋଗ୍ରାମକୁ ଆସିକି ମୋର ସରିଯାଉ ହଁ ଠିକ ଅଛି ସରିଗଲେ ମୁଁ 14ଟା ଭାଷାରେ କହିବି ହିନ୍ଦୀ ଖାଲି ହଁ ଠିକ ଅଛି ତ ଦର୍ଶକ ବନ୍ଧୁ ତାପରେ ସେ ଫରେନର ମତେ ପଚାରିଲେ ତମେ ମାନେ କାନ ପିନ୍ଧୁଛ ମୁଁ କହିଲି କଦଳୀ ପତର ଇରେ ତମେ ଦେଖୁଛ ବୋତଲ ପଚାରୁଛ କି ତେଲ ତମେ ଦେଖାଯାଉନି ମୁଁ ପିନ୍ଧିଛି ନା ଛମ ଲୋକମାନେ ଆଗରୁ ଝୋଟି ପିନ୍ଧୁଥିଲା ଛମ ଲୋକମାନେ ଗାନ୍ଧୀ ଗୋପବନ୍ଧୁଙ୍କଠୁ ଆରମ୍ଭ କରି ମଧୁବାବୁ ପର୍ଯ୍ୟନ୍ତ ସମସ୍ତେ ନିଜ ଦେଶର ମାତୃଭୂମିର ପୋଷାକ ପିନ୍ଧୁଥିଲେ ଆଉ ଦେଶକୁ ସ୍ୱାଧୀନତା ଆଣିଥିଲେ କିନ୍ତୁ ତମେ ମାନେ ଆମ କଲଚର ଡ୍ରେସ ପିନ୍ଧୁଛ ଆଜ୍ଞା ପ୍ରକୃତରେ ହଠାତ୍ ଗୋଟେ ଟୋକାଳିଆକୁ ଉତ୍ତମ ଭାଇ ଦେଖିବେ ତୋର ଆକ୍ସିଡେଣ୍ଟ ହେଇଗଲା କି ତୋ ଆଣ୍ଠୁ ଚିରି ଯାଇଛି ଆଉ 2000 ଟଙ୍କା ଦେଇ ଶୋରୁମରୁ ଆଣିଥିବ ଛିଣ୍ଡା ଡ୍ରେସ ଆମକୁ ଲାଗିବନି କୁକୁର କୋଉଠି ଝୁଣି ପକେଇଛି ଗୋଟେ ଝିଅଟାକୁ ପଚାରେ କହିଲେ ମା ତୋର ଏଇଠି କାହିଁକି କୋଣା ଅଛି ମୁଁ ଇଞ୍ଜେକ୍ସନ ନେବି ଆମର ପୋଷାକରେ ମଧ୍ୟ ପରିବର୍ତ୍ତନ ଆସିଗଲାଣି ଆମ ଓଡ଼ିଆ ପୋଷାକ ଆମ ଭାରତୀୟ କଷ୍ଟ୍ୟୁମରେ ପରିବର୍ତ୍ତନ ଆସିଯାଇଛି ତେଣୁ ଫରେନର କହିବା କଥା ଯେ ନିଜ ଦେଶର ବସ୍ତ୍ର ପିନ୍ଧ ଆଗରୁ ଆମ ଲୋକମାନଙ୍କ ନାଁ ଥିଲା ହରି ଗୋବିନ୍ଦ ମାଧବ ରାମ ଲକ୍ଷ୍ମଣ ଭରତ ଆମ ଓଡ଼ିଆ ଲୋକମାନଙ୍କ ନାଁ ଥିଲା ବର୍ତ୍ତମାନ ହଠାତ୍ ଜଣଙ୍କ ନାଁ ପଚାରିବେ କ'ଣ କ୍ୟୁଟି ଟୋଣ୍ଟି ମୋର ଗୋଟେ ସାଙ୍ଗ ଅଛି ତା ନାଁ ଟୋଣ୍ଟି ମୁଁ କହିଲି ଆହୁରି 21 କରିଦେଲୁ ତ ଆଉ କେଇ ଦିନ ଗଲେ ପଳେଇ ଆସିବ 2050ରେ ଲୋକଙ୍କ ନା ଟ୍ରଙ୍କ ଜୀବ ଚଲା ବ୍ରଶ ଭୋଲ୍ଟିଭ ହ୍ୟାଣ୍ଡେଲ ବକ୍ସ ଲାଇଟ୍ ଏ ହଠାତ୍ ଗୋଟେ ଝିଅଟା ପଚାରେ ତୋ ନାଁ କ'ଣ ସେଫ୍ଟି ପିନ୍ ମାନେ ଆମ ନାଁ ବି ପରିବର୍ତ୍ତନ ଆସିଗଲାଣି ତେଣୁ ଧୀରେ ଧୀରେ ଆମ ସଭ୍ୟତା ପରିବର୍ତ୍ତନ ଆସିଗଲା ଆଗରୁ ଆମେ ଅ ଆ ବର୍ଣ୍ଣବୋଧ ପଢୁଥିଲେ ଏବେ କିନ୍ତୁ ଅ ଆ ଆମେ କେହି ଡାକି ପାରିବାନି ABCD କି ପଟକିନା ଧରୁଛେ ଆମର ଥରେ ସ୍କୁଲରେ ସାର୍ ପଚାରିଲେ ଇଂଲିଶ ସାର୍ କହିଲେ ତମେ ABCD ଏଭଳି ଡାକିବ ତମ ବାପା କ'ଣ କରୁଛି ଜଣା ପଡିବ ଗୋଟେ ସାଙ୍ଗଟାକୁ କହିଲେ ତୁ ଡାକିଲୁ ABCD ସେ ହଠାତ୍ ଡାକିଲା A C E G ଆମେ ମଝି ଗୁରା କୁଆଡେ ଗଲା ନା ବାପା ଟ୍ରାଫିକରେ ଥିଲେ ତ ସବୁ ରଖିକି ଆଉ କିଛି ଛାଡୁଥିଲେ ନା ଆଚ୍ଛା ହଠାତ୍ ଆଉ ଗୋଟେ ପିଲାକୁ ପଚାରିଲେ ତୁ ଡାକିଲୁ ସିଏ ଡାକିଲା A କିଲୋ 50 B କିଲୋ 60 C ପଚିଗଲା ଇଏ କ'ଣ ନା ବାପାଙ୍କର ପରିବା ଦୋକାନ ନା ଆଚ୍ଛା ତୁ ଡାକିଲୁ ତ ଆଉ ଗୋଟେ ସାଙ୍ଗଟା ଡାକିଲା ଏ ବିଜ୍ଞାନ ହଁ ସି ମୁଣ୍ଡରେ ଫୁଲ ପକା ଡି କି ଅରୁଆ ଚାଉଳ ଦେଇ ସେପଟ ବସା ହଁ ଏ ବି ମୁଁ ଦୀପ ଟିକେ ଟେକୁ ଇଏ କ'ଣ ଆମ ବାପା କର୍ମ କାମ କରନ୍ତି ନା ଆଚ୍ଛା ତ ବିଦ୍ୟାଳୟରେ ଧୀରେ ଧୀରେ ଇଂରାଜୀର ମଧ୍ୟ ପ୍ରବେଶ ହେଲାଣି ତେଣୁ ଆମ ଓଡ଼ିଆ ସଂସ୍କୃତି ଓଡ଼ିଆ ଭାଷା ଓଡ଼ିଆ କଲଚର ଆଗରୁ ବରଯାତ୍ରୀ ଯାଉଥିଲେ ଉତ୍ତମ ଭାଇ
যে বরକୁ ଭଲ ଭାବରେ ଯାତ୍ରା କରି ନେବାକୁ ବରଯାତ୍ରୀ କିନ୍ତୁ ବର୍ତ୍ତମାନ ଆମର ବରଯାତ୍ରୀ ଯିବୁ ତମର ମାଲ ବ୍ୟବସ୍ଥା ଅଛି ତ ଯେମିତି ମାଲଟା ପଡିଯାଉଛି ହଠାତ୍ ଟଳିର ଝିଅ ଘର ହେଲେ ନାଚ ଉନ୍ମାଦନା ଏମଣି ବିହାରୀ ପାଣି କାଇ ମନ୍ତର କଲା ଆରେ ପିଲା ହଣା ଫିଟିଆ ଯେତେ ସବୁକ ବାହିଆ କଲା ରେ ପିଲା ହଣା ଫିଟିଆ ଯେତେ ସବୁକ ବାହିଆ କଲା ଏମଣି ବିହାରୀ ପାଣି କାଇ ମନ୍ତର କଲା ଏମଣି ବିହାରୀ ପାଣି କାଇ ମନ୍ତର କଲା ପିଲା ହଣା ଫିଟିଆ ଯେତେ ସବୁକ ବାହିଆ କଲା ରେ ପିଲା ହଣା ଫିଟିଆ ଯେତେ ସବୁକ ବାହିଆ କଲା ପେଟ ଗରମ ହେଲେ ବିୟର ବୋତଲ ଲୋଡ଼ା ଗରମ ହେଲେ ବିୟର ବୋତଲ ଲୋଡ଼ା ওটার সঙ্গে হুইস্কি তোড়া বর্তমানে হঠাৎ বরযাত্রী দেখিব মানে ମୁଁ ଦେଖିଛି ପ୍ରଶାସନରେ ସବୁଠୁ ଅଧିକା କଷ୍ଟ ମୋର ଯୋଉ ଭାଇ ମାନେ ମୁଁ ଦେଖିଛି ଆଗରୁ ବ୍ରାସ୍ ପାଟିଥିଲା ଯୋଉମାନେ କିବୋର୍ଡ ବଜାଉଥିଲେ ଯଦି ଗୋଟେ ହମ୍ପ ପଡିଯିବ ସେ ଟଲିରେ ବସିଥିବେ ହଠାৎ ହମ୍ପ ପଡିଗଲା ଏପଟେ ଗୋଡ ଛୋଟ ଛୋଟ ହଉଥିବ ହ୍ୟାଣ୍ଡେଲକୁ ଧରିକି ବଜାଉଥିବେ ତାଙ୍କର କି କଷ୍ଟ ସେପଟେ ଟଲିକି ଟାଣୁଥିବେ ହଠାৎ ଦେଢୁଶୁର କହିବା ନାଗିନ ପକାବା ହଠାৎ ଲାଗିବ ନନ୍ଦନକାନନରୁ ସବୁ ସାପ ପଳେଇ ଆଇଛି ଉତ୍ତମ ଭାଇ ତମେ ଲାଗୁଛ ଗୋଟେ ଥାଇଲାଣ୍ଡର ଢାମଣା ଭଳିଆ ବିଦ୍ୟାରାଣ ମୁଁ କରିବି ପୁରା ସେମିତି ତମେ ତାମାନେ ବହୁତ ବରଯାତ୍ରୀରେ ସାପ ହେଇଛ ହଁ ତ ହଠାৎ ଯେତେବେଳେ ନାଚ ସରିଯିବ ଦେଖିବେ ଦେଢୁଶୁର ଟ୍ରେନରେ ପଡିଥିବ ଦିଅର ଯାଇ କୋଉଠି ବଢୁଥିବ ତ ଏଇ ହଉଛି ଆମର ସଂସ୍କୃତି ଆମ ଓଡ଼ିଆ ସଂସ୍କୃତି ଧୀରେ ଧୀରେ ଚାଲିଗଲାଣି ସେଥିପାଇଁ ଅର୍ଜୁନ ଭାଇଙ୍କୁ ଧନ୍ୟବାଦ ଦେବି ଯେ ଅଞ୍ଚଳରେ ପ୍ରଭୁଙ୍କର ଏକ ମନ୍ଦିର ସ୍ଥାପନା କରି ଭାରତୀୟ ସଂସ୍କୃତିକି ଆହୁରି ଆଗକୁ ନେଇ ଯାଇଛନ୍ତି ସେଥିପାଇଁ ଗୋଟେ ଜୋରଦାର କରତାଳି ହଉ ରାମଚନ୍ଦ୍ର କି ଜୟ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଜୟ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଜୟ ସଂକଟ ମୋଚନ ଜୟ ହନୁମାନ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ସଂକଟ ମୋଚନ ଜୟ ହନୁମାନ ବୋଲ ଶ୍ୟାମ ରାମଚନ୍ଦ୍ର କି जय बुद्धिहीन तनु जानिके सुमिरो पवन कुमार बल बुद्धि विद्या देहु कोई हरहु कलेश विकार बोल वीर बजरंग बली की दर्शक बंधु आजिकल सबुआडे रामलीला आम गाँ गाँ चलती बर्तमान तो ये भी राम उपलक्षे कि सुंदर प्रकार कार्यक्रम तो राम प्रभु रामंकर जो माने गीत पढ़ा जाए ये जय जय रामचंद्र कोदंड धारी जय जय रामचंद्र रावण मारी जय जय रामचंद्र कौशल्या नंदन जय जय रामचंद्र लक्ष्मण भाग जय राम हे नवीन सुंदर घन श्याम हे राम राम हे नवीन सुंदर घन श्याम हे बोल श्याम रामचंद्र की दर्शक बंधु आजिकल नमस्कार के हो गोटे छोट पिला रास्ता जाऊ तो हटा टाक हेलो आम एक पुआ टे साइड होनु गत मनु तो समस्त स्टाइल गुरु गुरुजन आ मानु ना समस्ते अलग प्रकार हो गले हठात छुआटे कहूँ हाय अंकल हालो अंटी चिपी देवी तो तंटी तो मुझे अनुरोध करी समस्त को समस्ते शिखातु हालो हाई भी शिखातु किसी मना ना किंतु आमर देखु भारतीय संस्कृति की बाहर के ग्रहण कले नमस्कार को ये कोविड शिखईदेला हैंडसेक तार नमस्कार केते बड़ तो से आमर गोटे गीत अच्छी आम ओडिया सुंदर भाव गाई मोर बड़ भाई ये हालो हाय बाए बाए छाड़तु जय जगन्नाथ कुहतु जय जगन्नाथ कुहतु हालो हाय बाए बाए छाड़तु जय जगन्नाथ कुहतु जय जगन्नाथ कुहतु बोल जय जगन्नाथ स्वामी की दर्शक बंधु आज अनुरोध करिए मंच रे
आपण माने समस्त गोटे सेकंड पे ठिया हेबे जे जोटी को अछन ठिया हितातु जे बसी जति गोटे सेकंड पे ठिया हेबे आमे जेते प्रोग्राम करू छे मोर समस्त भौणी मान को अनुरोध करबी। लेकिन एक बात कहना चाहूंगा, जो एक बार गलती करे उसे इंसान कहते हैं, जो दोबारा गलती करे उसे हैवान कहते हैं, जो गलतियों पर गलतियां करता जाए उसे पाकिस्तान कहते हैं, जो हर गलती को माफ करे उसे हिंदुस्तान कहते हैं। और इस हिंदुस्तान की जमीन पर आज यहाँ पर हम मौजूद हैं। हमारे भाई साहब एक जरा सा गाना पढ़े जी। तो कंसर्ट सिनेमा खाने जाओगे थोड़ा सा सुंदर डायलॉग, तुम हम हमें खीर मांगेंगे, दूध मांगेंगे तो हम खीर देंगे। तुम दूध मांगोगे हम खीर देंगे। तुम हमें कश्मीरी मांगेंगे तो साले हम चीज देंगे। तुम हमें कश्मीर मांगोगे तो हम तुम्हें चीज देंगे। मत नहीं खीरी होगा तो दर्शक बंधु तो से वीर